ଆରେ ମା, ବାହାରେ ବରଫ ବର୍ଷା ହଉଛି। ତୁ ଆଜି ବାହାରେ ଖେଳନି, ଘର ଭିତରେ ବସି ପାଠ ପଢୁଥା। ମୁଁ ଶୀଘ୍ର କାଠ ବିକ୍ରି କରିସାରି ଘରକୁ ଫେରି ଆସିବି। ମା, ଆଜି ବହୁତ ଥଣ୍ଡା ଲାଗୁଛି। ଆଜି ତୁମେ କାଠ କାଟିବାକୁ ଯାଅନି। ଆଜି ମୋ ସାଙ୍ଗରେ ଘରେ ରୁହ। ଯଦି ମୁଁ ଆଜି କାଠ ବିକିବାକୁ ନ ଯିବି, ଆମେ କ'ଣ ଖାଇବା କହିଲୁ? ତୁ ମୋ ପାଇଁ ଜମା ଚିନ୍ତା କରନି। ମୁଁ ଏଇ ଗଲି ଆଉ ଆସିଲି। 2 × 2 2 ଦୁଣେ 4 2 3 6 2 4 8। ଏଇ କ'ଣ ଏତେ ସମୟ ହେଇଗଲାଣି? ମା ଏ ଯାଇ ଘରକୁ କାହିଁକି ଫେରି ନାହାନ୍ତି? କୋନି, ମା କୋନି, ଟିକେ ବାହାରକୁ ଆସେ। କ'ଣ ହେଲା ଅଙ୍କଲ, କୁହ। ଆରେ ମା, କ'ଣ ହେଇଛି ମୋ ମାର? ତ ମା କାଠ ନେଇ ବଜାରକୁ ଯିବା ସମୟରେ ବେହୋସ ହେଇଯାଇଥିଲା। ଆମେ ତାକୁ ଦେଖି ନେଇ ଆସିଲୁ। ତୁ ତ ମାକୁ ଘର ଭିତରକୁ ନେଇଯା। ଆମେ ଡକ୍ଟରଙ୍କୁ କହିଦେଇଛୁ, ସେ ଆସି ତ ମାକୁ ଦେଖିଯିବେ। ଏମିତି କହି ମିଟୁ ସେଠାରୁ ଚାଲିଗଲା। କୁନି ଚଢ଼େଇ ତାର ମାକୁ ଘର ଭିତରକୁ ନେଲା। କିଛି ସମୟ ପରେ ଡାକ୍ତର ଚଢ଼େଇ ଆସି ମା ଚଢ଼େଇକୁ ଦେଖିଲା। ଆରେ ଝିଅ, ଥଣ୍ଡାରେ ଭାରି କାମ ପାଇଁ ତୋ ମାର ଭୀଷଣ ଦେହ ଖରାପ ହେଇଯାଇଛି। ଏବେ ତୋର ମାକୁ ଆରାମ ଦରକାର। ଥଣ୍ଡାରେ ବେଶୀ ବାହାରକୁ ନ ଯାଇ ଘରେ ରହି ଆରାମ କଲେ ତୋ ମା ଖୁବ୍ ଶୀଘ୍ର ସୁସ୍ଥ ହେଇଯିବ। ମୁଁ ଏଠି କିଛି ମେଡ଼ିସିନ ଲେଖିଦେଇଛି, ଏସବୁ ଆଣି ତୋ ମାକୁ ଠିକ୍ ସମୟରେ ଖୁଆଇବୁ। ମା, ଆଉ କାନ୍ଦନି। ତୁମେ ଆରାମ କର। ଆରାମ କଲେ ତୁମେ ଖୁବ୍ ଶୀଘ୍ର ସୁସ୍ଥ ହେଇଯିବ। କେମିତି କାନ୍ଦିବିନି ରେ ମା? ଏସବୁ କ'ଣ ହେଇଗଲା? ମୁଁ ଯଦି ଆରାମ କରିବି, ଆମେ ଖାଇବା କ'ଣ? ପ୍ରତିଦିନ କାଠ ବିକ୍ରି କରି ମୁଁ ଘର ଚଳାଏ। ଏବେ କେମିତି ମୁଁ କାଠ କାଟିବାକୁ ଯିବି? ମା, ମୁଁ କାଲିଠୁ କାଠ କାଟିବାକୁ ଯିବି, ଆଉ ତୁମ ପରି ବଜାରରେ ବିକ୍ରି କରିବି। ମାରେ, ତୁ ଏବେ ବହୁତ ଛୋଟ, ଏତେ ସବୁ କାମ ତୁ କରିପାରିବୁନି। ମୁଁ ପାରିବି ମା, ମୁଁ ତୁମ ଝିଅ। ତୁମକୁ ଦେଖି ଦେଖି ମୁଁ ସବୁ ଶିଖିଛି। ମୋ ଉପରେ ଭରସା ରଖ, ମୁଁ ନିଶ୍ଚୟ କରିପାରିବି। ଝିଅର ଏପରି ଆତ୍ମବିଶ୍ୱାସ ଦେଖି ମା ଚଢ଼େଇ ତାକୁ ଆଉ ଅଟକେଇଲାନି। ପରଦିନ ସକାଳେ କୁନି ଚଢ଼େଇ କାଠ କାଟିବାକୁ ଗଲା। ସେ ଯୋଉ ଗଛ କାଟିବାକୁ ଯାଉଥିଲା, ସେ ଗଛ ଭାରି ଶକ୍ତ ଆଉ ମୋଟା ଥିଲା। ଏଇ କ'ଣ, ସବୁ ଗଛ ଗୁଡ଼ିକ ତ ବହୁତ ବଡ଼ ଆଉ ଶକ୍ତ। ମୁଁ ଗଛ କାଟିବି କେମିତି? ଆରେ, ଏଠି ତ କିଛି ଶୁଖିଲା କାଠ ପଡ଼ିଛି। ମୁଁ ଗୋଟେ କାମ କରେ, ସବୁ ଶୁଖିଲା କାଠ ଉଠେଇ ବଜାରରେ ବିକ୍ରି କରେ। ବେଶୀ ନହେଲେ ବି ଅଳ୍ପ କିଛି ଟଙ୍କା ତ ପାଇଯିବି। ସେଥିରେ ଆଜି ଆମ ଖାଇବା ଯୋଗାଡ଼ ହେଇଯିବ। ଏମିତି ଚିନ୍ତା କରି ଚଢ଼େଇ ଛୁଆ ଖୋଜି ଖୋଜି ତଳେ ପଡ଼ିଥିବା ଶୁଖିଲା କାଠ ସବୁ ଜମା କଲା। ଆଉ ବଜାରକୁ ଯିବା ସମୟରେ, ଆରେ ଚଢ଼େଇ ଛୁଆ, ରହ। କ'ଣ ହେଲା ଆଣ୍ଟି, ମତେ ଡାକିଲ? ଆରେ ଚଢ଼େଇ ଛୁଆ, ତୁ କ'ଣ ଶୁଖିଲା କାଠ ବିକିବାକୁ ଯାଉଛୁ? ଆଜି ନିଆଁ ଜଳେଇବା ପାଇଁ ମୋ ଘରେ ଗୋଟେ ବି କାଠ ନାହିଁ। ତୁ ଯଦି ମତେ ଶୁଖିଲା କାଠ ଦେବୁ, ମୁଁ ତତେ 100 ଟଙ୍କା ଦେବି। ହଁ ଆଣ୍ଟି, ମୁଁ ଶୁଖିଲା କାଠ ବିକିବାକୁ ନେଉଥିଲି। ଏଇ ନିଅ। ଶୁଣ ଚଢ଼େଇ ଛୁଆ, ତୁ ଯଦି ସବୁଦିନ ମତେ ଏମିତି ଶୁଖିଲା କାଠ ଆଣିଦେବୁ, ମୁଁ ତତେ ସବୁଦିନ 100 ଟଙ୍କା ଦେବି। 100 ଟଙ୍କା? ସେମିତି ହେଲେ ତ ମାର ଔଷଧ ସହ ଖାଇବା ଯୋଗାଡ଼ ବି ହେଇଯିବ। ଠିକ୍ ଅଛି ଆଣ୍ଟି, ମୁଁ ପ୍ରତିଦିନ ତୁମକୁ ଶୁଖିଲା କାଠ ଆଣିଦେବି। ତାପରେ ଚଢ଼େଇ ଛୁଆ ବଜାରକୁ ଯାଇ ତା ମା ପାଇଁ ଔଷଧ ଆଉ କିଛି ଖାଇବା ଧରି ଘରକୁ ଗଲା। ଏହିପରି କିଛି ଦିନ ବିତିଗଲା। ଏଇ କ'ଣ, ଶୁଖିଲା ଗଛରେ ପତ୍ର କଅଁଳିଛି? ଗଛଟିର ପ୍ରତିଦିନ ଯତ୍ନ ନେଲେ ଗଛଟି ସତେଜ ହେଇଯିବ। ମୁଁ ଯେତେବେଳେ ଜଙ୍ଗଲକୁ କାଠ ନେବା ପାଇଁ ଆସିବି, ଏ ଗଛ ମୂଳରେ ପାଣି ଦେବି। ଏମିତି ପ୍ରତିଦିନ କୁନି ଚଢ଼େଇ ଯେତେବେଳେ ବି ଜଙ୍ଗଲକୁ ଯାଉଥିଲା, ଶୁଖିଲା ଗଛ ମୂଳରେ ପାଣି ଦେଇ ତାର ଯତ୍ନ ନେଉଥିଲା। ଧୀରେ ଧୀରେ ଗଛଟି ସତେଜ ହେଇଗଲା। ସେ ଗଛଟି ବହୁତ ସୁନ୍ଦର ଦେଖାଗଲା। ଆରେ ବାଃ, କିଛି ଦିନରେ ହିଁ ଗଛଟି କେତେ ସତେଜ ଆଉ ସୁନ୍ଦର ହେଇଗଲା। ଆଜି ଅନେକ ଡେରି ହେଲାଣି, ଯାଏ ଆଗ କିଛି ଶୁଖିଲା କାଠ ନେଇ ଆସେ, ତାପରେ ଗଛ ମୂଳରେ ପାଣି ଦେବି। ଆରେ ଏ କ'ଣ କରୁଛ ଅଙ୍କଲ? ଏ ଗଛଟିକୁ କାଟୁଛ କାହିଁକି? ଦୟାକରି କାଟନି।
ମୁଁ ଏ ଗଛ କାଟିକି ନେଲେ ବଜାରରେ ବିକ୍ରି କରି ମୋ ପାଇଁ ଖାଇବା କିଣିବି। ତୁ ମୋ ସାମ୍ନାରୁ ହଟିଯା। ଅଙ୍କଲ, ମୁଁ ପ୍ରତିଦିନ ଏଇ ଗଛରେ ପାଣି ଦେଇ ତାର ଯତ୍ନ ନିଏ। ଆଗରୁ ଏଇ ଗଛଟି ଶୁଖିଲା ଥିଲା, ଏବେ ଏବେ ପତ୍ର ଆସିଛି। ପ୍ଲିଜ ଅଙ୍କଲ, ଏଇ ଗଛଟିକୁ କାଟନି। ଆଚ୍ଛା ଠିକ ଅଛି, ମୁଁ ଏ ଗଛ କାଟିବିନି। ତୁ ମତେ ତା ବଦଳରେ 100 ଟଙ୍କା ଦେ, ମୁଁ ଚାଲିଯିବି। ଅଙ୍କଲ, ମୋ ପାଖରେ ଏତେ ଟଙ୍କା ନାହିଁ। ତୋ ପାଖରେ ଶୁଖିଲା କାଠ ତ ଅଛି, ଏସବୁ ବିକ୍ରି କଲେ 100 ଟଙ୍କା ମିଳିଯିବ। ତୁ ଯଦି ମତେ ତୋର ସବୁ ଶୁଖିଲା କାଠ ଦେଇଦେବୁ, ମୁଁ ଗଛ କାଟିବିନି, ନହେଲେ ତୁ ଏଠୁ ଯା। ଏମିତି ଶୁଣି କୁନି ଚଢ଼େଇ କାଉକୁ ତାର ସବୁ ଶୁଖିଲା କାଠ ଦେଇଦେଲା। ସେ ମନ ଦୁଃଖରେ ଗଛ ତଳେ ଛିଡ଼ା ହେଇଥିଲା। ହଠାତ୍ ସେ ଗଛଟି କଥା କହିଲା। ଚଢ଼େଇ ଛୁଆ, ତତେ ବହୁତ ବହୁତ ଧନ୍ୟବାଦ। ଆଜି ତୋ ପାଇଁ ମୋ ଜୀବନ ରକ୍ଷା ହେଲା। କଣ ତୁମେ କଥା କହିପାରୁଛ? ହଁ, ମୁଁ ଗୋଟେ ଯାଦୁର ଗଛ, ସେଥିପାଇଁ କଥା କହିପାରୁଛି। ଥରେ ମୁଁ ଗୋଟେ ତାନ୍ତ୍ରିକ ମାଙ୍କ ସହ ଖରାପ ବ୍ୟବହାର କରିଥିଲି। ସେ ମତେ ଅଭିଶାପ ଦେଇ ଶୁଖିଲା ଗଛ କରିଦେଇଥିଲେ। ସେ କହିଥିଲେ କେହି ଜଣେ ନିଃସ୍ୱାର୍ଥପର ହେଇ ମୋର ଯତ୍ନ ନେଲେ ମୁଁ ମୋ ଯାଦୁ ଶକ୍ତି ଫେରି ପାଇବି। ତୁ ମତେ ପାଣି ଦେଇ ସତେଜ କଲୁ, ଆଉ ଯେତେବେଳେ ମୋ ଜୀବନ ରକ୍ଷା କଲୁ, ମୁଁ ମୋ ଯାଦୁ ଶକ୍ତି ଫେରି ପାଇଲି। ମୁଁ ତ ବିଷୟରେ ସବୁ ଜାଣି ଚଢ଼େଇ ଛୁଆ, ମୁଁ ଏବେ ତତେ ସାହାଯ୍ୟ କରିବି। ଏଇ ବଇଁଶୀକୁ ନେ ତ ଘର ବାହାରେ ବଜେଇବୁ, ଆକାଶରୁ ଅନେକ ଟଙ୍କା ଖସିବ। ସେଇ ଟଙ୍କାରେ ତୁ ତ ମାର ଚିକିତ୍ସା କରିବୁ। କେବଳ ଗୋଟେ କଥା ମନେ ରଖିବୁ, ଏ ବଇଁଶୀକୁ ଦିନରେ କେବଳ ଥରେ ହିଁ ବଜେଇବୁ। ଦ୍ୱିତୀୟ ଥର ବଜେଇଲେ ତୋର କ୍ଷତି ହେବ। ତୁମକୁ ବହୁତ ବହୁତ ଧନ୍ୟବାଦ ଦୟାଳୁ ଗଛ। ମୁଁ କଥା ଦେଉଛି, ମୁଁ କେବେ ବି ଲୋଭ କରିବିନି। କେବଳ ମୋ ମାର ଚିକିତ୍ସା କରିବି, ଆଉ ଗୋଟେ ବ୍ୟବସାୟ ଆରମ୍ଭ କରିବି। ଏମିତି ଧନ୍ୟବାଦ ଦେଇ ଚଢ଼େଇ ଛୁଆ ବଇଁଶୀ ଧରି ଘରକୁ ଫେରିଲା, ଆଉ ବଇଁଶୀ ବଜେଇଲା। ସଙ୍ଗେ ସଙ୍ଗେ ଆକାଶରୁ ଅନେକ ଗୁଡ଼ିଏ ଟଙ୍କା ଖସିଲା। ସେ ଟଙ୍କାରେ ଚଢ଼େଇ ଛୁଆ ତା ମାର ଚିକିତ୍ସା କଲା, ଆଉ କିଛି ଦିନରେ ହିଁ ମା ଚଢ଼େଇ ସୁସ୍ଥ ହେଇଗଲା। ଏ ସବୁ ତୁ କେମିତି କରୁଛୁ ରେ ମା? ଏତେ ଗୁଡ଼ିଏ ଟଙ୍କା ତୁ କୋଉଠୁ ଆଣୁଛୁ? ତାପରେ ଚଢ଼େଇ ଛୁଆ ତା ମାକୁ ସବୁ ଘଟଣା କହିଲା। ସେତେବେଳେ ସେ ରାସ୍ତାରେ କାଉ ଯାଉଥିଲା। ସେ ଚଢ଼େଇ ଛୁଆର ସବୁ କଥା ଶୁଣି ପାରିଲା। ଆଚ୍ଛା, ଏମିତି କଥା। ସେଥିପାଇଁ ସେଦିନ ଚଢ଼େଇ ଛୁଆ ମତେ ଗଛ ନ କାଟିବା ପାଇଁ ଏମିତି ବିକଳ ହେଉଥିଲା। ଯେମିତି ବି ହେଉ, ମତେ ବଇଁଶୀ ଦରକାର। ମୁଁ ଏ ଟଙ୍କା ଦିଆ ବଇଁଶୀକୁ ନେଇକି ରହିବି। ଏମିତି ଯୋଜନା ବନେଇ କାଉ ରାତିରେ ଚଢ଼େଇ ଘରୁ ବଇଁଶୀ ଚୋରି କରି ନେଇଗଲା। ସେ ସକାଳେ ଯେମିତି ଥରେ ବଇଁଶୀ ବଜେଇଲା, ସଙ୍ଗେ ସଙ୍ଗେ ଆକାଶରୁ ଅନେକ ଟଙ୍କା ଖସିଲା। ଏସବୁ ଦେଖି କାଉ ଖୁବ୍ ଖୁସି ହେଇଗଲା। ଆରେ ବା, ଏତେ ଗୁଡ଼ିଏ ଟଙ୍କା! ମତେ ଆଉ କଷ୍ଟ କରି କାମ କରିବାକୁ ପଡ଼ିବନି। ମୁଁ ଏବେ ଧନୀ ହେଇଗଲି। ହା ହା ହା। ମୁଁ ଆଉ ଥରେ ବଇଁଶୀ ବଜାଏ, ମତେ ଆହୁରି ବେଶୀ ଟଙ୍କା ଦରକାର। ଯେମିତି କାଉ ଦ୍ୱିତୀୟ ଥର ବଇଁଶୀ ବଜେଇଲା, ଆକାଶରୁ କିଛି କଙ୍କଡ଼ା ଖସି ତା ଉପରେ ପଡ଼ିଲେ, ଆଉ ତାକୁ କାମୁଡ଼ିଲେ। ଆରେ ମରିଗଲି ରେ ମରିଗଲି। ଏ କଙ୍କଡ଼ା ଗୁଡ଼ା କୋଉଠୁ ଆସିଲେ? ବଞ୍ଚାଅ, ମତେ କେହି ବଞ୍ଚାଅ। ମୁଁ କୁନି ପାଖକୁ ଯାଏ, ସେ ମତେ ସାହାଯ୍ୟ କରିବ। କାଉ ଶୀଘ୍ର କୁନି ଚଢ଼େଇ ପାଖକୁ ଗଲା, ଆଉ ତାକୁ ସବୁ ଘଟଣା କହିଲା। କୁନି ଯେମିତି କାଉ ପାଖରୁ ତା ବଇଁଶୀ ନେଲା, ସଙ୍ଗେ ସଙ୍ଗେ ସବୁ କଙ୍କଡ଼ା ଅଦୃଶ୍ୟ ହେଇଗଲେ। ତମେ ମାନେ ମତେ କ୍ଷମା କରିଦିଅ, ମୋର ବହୁତ ବଡ଼ ଭୁଲ ହେଇଗଲା। ମୁଁ ଆଉ କେବେ ଲୋଭ କରିବିନି। କଣ ତୁମେ କାଠ ଆଣିଲ ଯେ? କାଠ କେମିତି ଆଣିନଥାନ୍ତି କହ? ଶୀତ ଦିନ ଆରମ୍ଭ ହେଇଗଲାଣି। ଆମ ଘର ଛାତ ଭାଙ୍ଗି ଯାଇଛି। ସେଇ ଭଙ୍ଗା ଜାଗାରେ ଥଣ୍ଡା ପବନ ଘରେ ପଶୁଛି। ମୁଁ ଆଜି ହିଁ ଆମ ଘର ଛାତ ମରାମତି କରିବି। କାଉ ଭାଇ, ମୁଁ ସବୁ କାଠ ଓହ୍ଲେଇ ଦେଇଛି। ଏବେ ମତେ ମୋ ପାରିଶ୍ରମିକ ଦିଅ, ମୁଁ ଘରକୁ ଯିବି। ଆରେ ହଁ ହଁ, ଏଇ ନେ ତ ଟଙ୍କା। କଥା ହେଉ ହେଉ ମୁଁ ତୋ କଥା ପୁରାପୁରି ଭୁଲି ଯାଇଥିଲି। ଧନ୍ୟବାଦ କାଉ ଭାଇ। ଶୀତ ଦିନ ପାଇଁ ଜଙ୍ଗଲରେ ସମସ୍ତେ ନିଜ ନିଜ ଘରକୁ ମଜବୁତ କରୁଛନ୍ତି। ମୋ ଘରଟି ଅନେକ ଦୁର୍ବଳ, ଥଣ୍ଡା ପବନ ଘରେ ପଶୁଛି। ମୁଁ ଏ ଟଙ୍କାରେ କିଛି କାଠ ନେଇ ଘରକୁ ଗଲେ ମୋ ଘରକୁ ମଜବୁତ କରିପାରନ୍ତି,
କିନ୍ତୁ ଘରେ ତ କିଛି ବି ସଉଦା ନାହିଁ। ଯଦି ଏବେ କିଛି ଖାଇବା ନ ନେବି ମୋ ଦୁଇ ଛୁଆ ଉପାସରେ ରହିବେ। ନା ନା, ଆଗ କିଛି ଖାଇବା ନିଏ, ପରେ ଘରକୁ ମଜବୁତ କରିନେବି। ତାପରେ ମା ଚଢ଼େଇ ଖାଇବା ଧରି ଘରକୁ ଗଲା ଆଉ ରୋଷେଇ କରି ତାର ଦୁଇ ଛୁଆଙ୍କୁ ଖାଇବା ଦେଲା। ରାତି ହେବା ପରେ ମା ଭାରି ଥଣ୍ଡା ଲାଗୁଛି। ଥଣ୍ଡା ପବନରେ ଠିକରେ ଶୋଇ ହେଉନି। ଆମ ପାଇଁ କେବେ ଶୀତ ପୋଷାକ କିଣିବ ମା? ମାରେ, ଛୋଟ ମୋଟ କାମ କରି ମୁଁ ଯାହା ବି ପାଏ ସେଥିରେ ମୁଁ ଠିକରେ ଖାଇବା ଯୋଗାଡ଼ କରିପାରୁନି। ଶୀତ ପୋଷାକ କେମିତି କିଣିବି? ଆମ ଜଙ୍ଗଲରେ ଶୀତ ପୋଷାକର ଦାମ ବହୁତ ବେଶୀ। ସେସବୁ ଆମ ଗରିବଙ୍କ ପାଇଁ ନୁହଁରେ ମା। ମା କାନ୍ଦନି, ଆମେ ଆଉ କେବେ ଶୀତ ପୋଷାକ ଆଣିବାକୁ କହିବୁନି। ହଁ ମା, ଆଉ କାନ୍ଦନି। ତୁମେ କାନ୍ଦିଲେ ଆମକୁ ଜମା ବି ଭଲ ଲାଗେନି। ନାଇଁ ରେ ମା, ମୁଁ ଆଉ କାନ୍ଦିବିନି। ତମେ ମାନେ ଆଜି ରାତି ପେପର ଘୋଡେଇ ହେଇ ଶୋଇପଡ଼। ମୁଁ କାଲି ଚେଷ୍ଟା କରିବି ଗୋଟେ ଚଦର ଆଣିବା ପାଇଁ। ଆରେ ଆରେ, ତୁମେ କିଏ? ଏମିତି ରାତି ଅଧରେ ଆସି ମୋ ଘରର କବାଟ କାହିଁକି ବାଡ଼ଉଛ? ଆରେ ପୁଅ, ମୋ ଘର ପାଖ ଜଙ୍ଗଲରେ। ଆଜି ଘରକୁ ଫେରୁ ଫେରୁ ରାତି ହେଇଗଲା। ଏ ଶୀତ ରାତିରେ ରହିବା ପାଇଁ ମୁଁ ଆଶ୍ରୟ ଖୋଜୁଥିଲି। ଆଜି ରାତି ମତେ ତ ଘରେ ରହିବାକୁ ଦେଇଥା। ସକାଳୁ ସକାଳୁ ମୁଁ ଏଠୁ ଚାଲିଯିବି। ନା ନା, ମୁଁ ତୋ ପରି ଗୋଟେ ଅପରିଷ୍କାର ଚଢ଼େଇକୁ ମୋ ଘରେ ରହିବାକୁ ଦେଇପାରିବିନି। ମତେ ବିରକ୍ତ ନ କରି ଏଠୁ ଚାଲିଯା। କାଉ ବୁଢୀ ଚଢ଼େଇକୁ ଅପମାନ ଦେଇ ତା ଘରୁ ବାହାର କରିଦେଲା। ସେଠାରୁ କିଛି ଦୂରରେ ଚଢ଼େଇର ଘର ଥିଲା। ବୁଢୀ ଚଢ଼େଇ ସେଠାକୁ ଗଲା। ଘରେ କେହି ଅଛ? ଦୟାକରି ମତେ ଟିକେ ସାହାଯ୍ୟ କର। ଏତେ ରାତିରେ କିଏ ଡାକୁଛି ମତେ? ମୁଁ ଥରେ ବାହାରକୁ ଯାଇ ଦେଖେ। ଆରେ ବୁଢୀ ମା, କିଏ ତୁମେ? ଏତେ ରାତିରେ ମୋ ଘରକୁ ଆସିଲ ଯେ? ମାରେ, ମୋ ଘର ପାଖ ଜଙ୍ଗଲରେ। ମୁଁ ମୋ ଘରକୁ ଫେରୁଥିଲି, ହେଲେ ରାତି ହେଇଗଲା। ଏ ଶୀତ ରାତିରେ ମୁଁ ଆଶ୍ରୟ ଖୋଜୁଥିଲି। ଆଜି ରାତି ମତେ ତ ଘରେ ରହିବାକୁ ଦେଇପାରିବୁ ମା? ହଁ ହଁ ବୁଢୀ ମା, ଆସ ମୋ ସାଙ୍ଗରେ, ଘର ଭିତରକୁ ଆସ। ବୁଢୀ ମା, ଅନେକ ରାତି ହେଲାଣି, ତୁମେ ପେପର ଘୋଡେଇ ହେଇ ଶୋଇପଡ଼। ଆରେ, ତମେ ମାନେ ପେପର ଘୋଡେଇ ହେଇ ଶୋଉଛ? ଚଦର କମ୍ବଳ କଣ ତୁମ ପାଖରେ ନାହିଁ? ବୁଢୀ ମା, ଆମେ ବହୁତ ଗରିବ। ଚଦର କମ୍ବଳ କିଣିବା ପାଇଁ ଆମ ପାଖରେ ଟଙ୍କା ନାହିଁ। ଏ ପେପର ଘୋଡେଇ ଶୋଇଲେ ତୁମର କିଛି ଅସୁବିଧା ହେବ କି? ନାଇଁ ରେ ମା, ମୋର କିଛି ଅସୁବିଧା ହେବନି। ମୁଁ ପେପର ଘୋଡେଇ ହେଇ ଶୋଇପଡ଼ିବି। ଏମିତି ସେ ଶୀତ ରାତି ବିତିଗଲା। ପରଦିନ ସକାଳେ ଆରେ ମା, ତୁ ବହୁତ ଭଲ। କାଲି ଶୀତ ରାତିରେ ମତେ ତ ଘରେ ରହିବାକୁ ଦେଇ ମୋର ବହୁତ ବଡ଼ ଉପକାର କଲୁ। ତତେ ଦେବା ପାଇଁ ମୋ ପାଖରେ ଆଶୀର୍ବାଦ ଛଡ଼ା ଆଉ କିଛି ବି ନାହିଁ। ମୁଁ ତତେ ଆଶୀର୍ବାଦ ଦେଉଛି। ତୋ ଘରେ ଯୋଉ ବାକ୍ସ ଅଛି, ମୁଁ ଗଲା ପରେ ସେ ବାକ୍ସକୁ ଖୋଲିବୁ। ସେ ବାକ୍ସ ତୋ ଉନ୍ନତିର କାରଣ ହେବ। ଏବେ ମୁଁ ଯାଉଛି ରେ ମା। ଆଚ୍ଛା ଠିକ ଅଛି ବୁଢୀ ମା, ଯଦି କେବେ କିଛି ଦରକାର ହୁଏ ମୋ ପାଖକୁ ଆସିବ। ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି। ବୁଢୀ ମା ଏ ବାକ୍ସକୁ ନେଇ ମତେ କଣ ଆଶୀର୍ବାଦ ଦେଲେ? ମୁଁ ତ କିଛି ବି ବୁଝିପାରିଲିନି। ଏ ବାକ୍ସ ଭିତରେ କଣ ଅଛି? ମୁଁ ଥରେ ଖୋଲିକି ଦେଖେ। ଏଇ କଣ? ଏତେ ଗୁଡ଼ିଏ ଶୀତ ପୋଷାକ ମୋ ବାକ୍ସ ଭିତରକୁ କେମିତି ଆସିଲା? ଆଗରୁ ତ ମୋ ବାକ୍ସ ଖାଲି ଥିଲା। ଏସବୁ ନିଶ୍ଚୟ ବୁଢୀ ମାଙ୍କ ଆଶୀର୍ବାଦ। ତୁମକୁ ଅନେକ ଅନେକ ଧନ୍ୟବାଦ ବୁଢୀ ମା। ଏବେ ମୋ ପିଲାମାନେ ଥଣ୍ଡା ପାଇଁ ଆଉ କଷ୍ଟ ପାଇବେନି। ଚଢ଼େଇ ସବୁ ଶୀତ ପୋଷାକ ବାକ୍ସ ଭିତରୁ ବାହାର କରିଦେଲା। ସଙ୍ଗେ ସଙ୍ଗେ ପୁଣି ବାକ୍ସରେ ଆହୁରି ନୂଆ ଶୀତ ପୋଷାକ ଆସିଗଲା। ଆରେ, ଏ କଣ ଚମତ୍କାର! ପୁଣି ଥରେ ବାକ୍ସ ଶୀତ ପୋଷାକରେ ଭରିଗଲା। ବୁଢୀ ମାଙ୍କ ଆଶୀର୍ବାଦ ପାଇଁ ଏ ସାଧାରଣ ବାକ୍ସ ଯାଦୁର ବାକ୍ସ ହେଇଗଲା। ଆମ ଜଙ୍ଗଲରେ ଅନେକ ଗରିବ ଚଢ଼େଇ ଅଛନ୍ତି। ମୁଁ ଏ ସବୁ ପୋଷାକ କମ ଦାମରେ ବିକ୍ରି କରିଦେବି। ଥଣ୍ଡା ପାଇଁ ଆଉ କେହି ବି କଷ୍ଟ ପାଇବେନି।
ତାପରେ ଚଢ଼େଇ କିଛି ଶୀତ ପୋଷାକ ନେଇ ଜଙ୍ଗଲ ଭିତରକୁ ଗଲା ଆଉ ବିକ୍ରି କଲା। ଚଢ଼େଇ ବହୁତ କମ୍ ଦାମରେ ଶୀତ ପୋଷାକ ବିକ୍ରି କରୁଥିଲା, ଯୋଉଥିପାଇଁ ସବୁ ଚଢ଼େଇ ତା ପାଖରୁ ହିଁ ଶୀତ ପୋଷାକ କିଣୁଥିଲେ। ଚଢ଼େଇର ଭଲ ରୋଜଗାର ହେଲା। ଧୀରେ ଧୀରେ ସେ ଗୋଟେ ବଡ଼ ଦୋକାନ ଦେଲା। ଆରେ ଚଢ଼େଇ, ତୁ ତ ଆଗରୁ ଅନେକ ଗରିବ ଥିଲୁ, ହଠାତ୍ ଏତେ ଧନୀ କେମିତି ହେଲୁ? ତୁ କିଛି ଗୁପ୍ତଧନ ପାଇଲୁ କି? ନା ନା କାଉ ଭାଇ, ମୁଁ କିଛି ବି ଗୁପ୍ତଧନ ପାଇନି। ଏସବୁ ବୁଢୀ ମାଙ୍କ ଆଶୀର୍ବାଦର ଫଳ। ବୁଢୀ ମାଙ୍କ ଆଶୀର୍ବାଦ? ତୁ ଏସବୁ କଣ କହୁଛୁ? ମୁଁ କିଛି ବି ବୁଝିପାରୁନି। ତାପରେ ମା ଚଢ଼େଇ କାଉକୁ ସବୁ ଘଟଣା କହିଲା। ଆରେ ଆରେ, ସେଦିନ ରାତିର ବୁଢୀ ତାହେଲେ କୌଣସି ସାଧାରଣ ବୁଢୀ ନଥିଲା। ହେ, ମୁଁ କେତେ ବଡ଼ ଭୁଲ କରିଦେଲି। ମୁଁ ଯେମିତି ବି ହେଉ ଏବେ ସେ ବୁଢୀକୁ ଖୋଜିବି ଆଉ ତା ପାଖରୁ ଆଶୀର୍ବାଦ ନେବି। ଏମିତି କହି କାଉ ସେ ବୁଢୀ ଚଢ଼େଇକୁ ଖୋଜିବା ପାଇଁ ଗଲା। ଅନେକ ଦିନ ଖୋଜିଲା ପରେ ଦିନେ ସେ ବୁଢୀ ଚଢ଼େଇକୁ ପାଇଗଲା। ବୁଢୀ ମା, ତୁମେ ଏଠି? ଜାଣିଛ ମୁଁ ତୁମକୁ କେତେ ଜାଗାରେ ଖୋଜୁଥିଲି। ତୁ ମତେ କାହିଁକି ଖୋଜୁଥିଲୁ? ପୁଣି ଥରେ ଅପମାନ କରି ଏଠୁ ବାହାର କରିବା ପାଇଁ? ନା ନା ବୁଢୀ ମା, ମୁଁ ତୁମକୁ ଖୋଜୁଥିଲି କ୍ଷମା ମାଗିବା ପାଇଁ। ସେଦିନର ଭୁଲ ପାଇଁ ମୋତେ କ୍ଷମା କରିଦିଅ। ମୁଁ ଏମିତି ଭୁଲ ଆଉ କେବେ କରିବିନି। ଆଚ୍ଛା ଆଚ୍ଛା, ଠିକ ଅଛି। ତୁ ଯଦି ଏତେ କ୍ଷମା ମାଗୁଛୁ, ଯା, ମୁଁ ତତେ କ୍ଷମା କରିଦେଲି। ଆରେ ଖାଲି କ୍ଷମା କାହିଁକି କରୁଛୁ? ମତେ ଆଶୀର୍ବାଦ ବି ଦେ। ମାନେ ବୁଢୀ ମା, ମତେ ବି ଚଢ଼େଇ ପରି ଆଶୀର୍ବାଦ ଦିଅ। ଆଚ୍ଛା, ତୁ ଆଶୀର୍ବାଦ ଚାହୁଁଛୁ? ହଉ ଯା, ମୁଁ ତତେ ଆଶୀର୍ବାଦ ଦେଉଛି। ତୁ ତ ଘରକୁ ଯାଇ ଯାହା ବି ଧରିବୁ ସେସବୁ 2 ଗୁଣା ହେଇ ତୋ ଉପରକୁ ଆସିବ। ବା, ମୋ କାମ ହେଇଗଲା। ଏବେ ବୁଢୀର ଆଉ କିଛି ଦରକାର ନାହିଁ। ମୁଁ ଏବେ ମୋ ଘରକୁ ଯାଏ। ଯା ଯା ଲୋଭୀ ପକ୍ଷୀ, ଆଜି ତୁ ତ ଲୋଭର ଫଳ ପାଇବୁ। ଏବେ ଘରକୁ ତ ଆସିଗଲି। ଯାଏ ଆଗ ମୋ ସୁନା ଟଙ୍କାର ବାକ୍ସକୁ ଧରେ। ମୋ ସୁନା ଟଙ୍କାର ବାକ୍ସ 2 ଗୁଣା ହେଇଯିବ। ହା ହା ହା। ଯେମିତି କାଉ ସୁନା ଟଙ୍କାର ବାକ୍ସକୁ ଧରିଲା, ସୁନା ଟଙ୍କାର ବାକ୍ସ 2 ଗୁଣା ହେଇ କାଉ ଉପରେ ପଡ଼ିଲା। ଆରେ, ହେ କଣ? ସୁନା ଟଙ୍କାର ବାକ୍ସ ତଳେ ମୁଁ ଚାପି ହେଇଗଲି। ବଞ୍ଚାଅ, କେହି ମତେ ବଞ୍ଚାଅ। ସେ ବୁଢୀ ଜାଣିଶୁଣି ମତେ ଶାସ୍ତି ଦେବା ପାଇଁ ଏମିତି ଆଶୀର୍ବାଦ ଦେଇଥିଲା। ମତେ ସେ ଠକି ଦେଲା। ଲୋଭୀ ପକ୍ଷୀ, ଆଜି ତୁ ନିଜ ଲୋଭର ଫଳ ପାଉଛୁ। ମୁଁ ଚଢ଼େଇ ମାନଙ୍କୁ ପରୀକ୍ଷା କରିବା ପାଇଁ ଜଙ୍ଗଲରୁ ଜଙ୍ଗଲ ଯାଏ। ଭଲ ଚଢ଼େଇ ମାନଙ୍କୁ ମୁଁ ସାହାଯ୍ୟ କରେ, ଆଉ ଲୋଭୀ ଚଢ଼େଇ ମାନଙ୍କୁ ମୁଁ ଶାସ୍ତି ଦିଏ। ତୁ ଆଜି ଯାହା ବି କଷ୍ଟ ପାଉଛୁ ସେସବୁ ନିଜ ପାଇଁ ପାଉଛୁ।